କ୍ରୋଧର ନିଷ୍ଠୁର ଇଙ୍ଗିତରେ ମୋର ପ୍ରତ୍ୟେକଟି ମୁହୂର୍ତ୍ତ କ୍ଷତ ବିକ୍ଷତ ହୋଇଯାଉଛି। ମୁଁ କେଡ଼େ ଅସହାୟ। ମାନେ ସୁଷମା, ବସନ୍ତ ଋତୁ ଆସିଲେ ଏ ବୃକ୍ଷ ଗୁଡ଼ିକ ଆପେ ଆପେ ପୁଲକିତ ହୋଇ ଉଠନ୍ତି। ଦିନର ଆଲୋକରେ ଆଲୋକିତ ହୋଇଥିବା ଏହି ସୁନ୍ଦର ପୃଥିବୀଟା ପୁଣି ଥରେ ରାତିର ଅନ୍ଧାର, ଜମାଟ ବନ୍ଧ ଅନ୍ଧାର ଭିତରେ କୁଆଡ଼େ ହଜିଯାଏ। କେହି ତାକୁ ଚେଷ୍ଟା କରି ବି ଖୋଜି ପାଏନି। କାହିଁକି ଜାଣିଛ? ଏସବୁ ନୀତି ନୈମିତ୍ତିକ ନିୟମରେ ବନ୍ଧା। ଏଇ ଯେମିତି ଆମ ହିନ୍ଦୁ ଧର୍ମରେ ଗୋଟେ ପରମ୍ପରା ଅଛି, ବାପା ମରିଯିବା ପରେ ବଡ଼ ପୁଅ ତାଙ୍କୁ କାନ୍ଧରେ ଧରି ନେଇ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟ କରେ। ଆଉ ଯଦି ଏସବୁ ନ ହୁଏ ତେବେ ସମାଜ ଆମକୁ କ'ଣ କରିବ କହିଲ? ଏ ସମାଜ ନିନ୍ଦା କରିବ, ସମାଲୋଚନା କରିବ, ଏଇଆ ତ? ହଁ, ଠିକ୍ ସେଇଆ। ତେବେ ସୁଷମା, ମୁଁ ଘରର ବଡ଼ ପୁଅ, ତେଣୁ ମୁଁ କହୁଥିଲି ବାପାଙ୍କର ଅନ୍ତ୍ୟେଷ୍ଟିକ୍ରିୟାଟା ମୁଁ କରିବି ବୋଲି। ସେଇଥିପାଇଁ ହଁ, ବଡ଼ ପୁଅ। ସୁଷମା, ବଡ଼ ପୁଅମାନଙ୍କ ପାଇଁ ପରିବାରର କିଛି କର୍ତ୍ତବ୍ୟ ଥାଏ। ଯେତେବେଳେ ବାପା ତାଙ୍କ ଚାକିରିଟା ସାନ ପୁଅକୁ ଦେଇଦେଲେ, କାହିଁ ସେତେବେଳେ କ'ଣ ବଡ଼ ପୁଅ କଥା ତାଙ୍କ ମନରେ ନଥିଲା? କହିଲେ କ'ଣ ନା ବଡ଼ ପୁଅ। ବାପା ଯେତେବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ନୋମିନି ଭାବରେ ଝିଅ ସରେ ତାକୁ ରଖିଲେ, କୁଆଡ଼େ ଯାଇଥିଲା ବଡ଼ ପୁଅ ପ୍ରତି ତାଙ୍କର ଭାବ ପ୍ରବଣତା? କହିଲେ କ'ଣ ନା ବଡ଼ ପୁଅ। ଆରେ ସୁଷମା, ମୁଁ ବୁଝୁଛି ବାପା ମୋ ପ୍ରତି ଅନ୍ୟାୟ କରିଛନ୍ତି, ଅବିଚାର କରିଛନ୍ତି। ତା ବୋଲି ଆଜି ଯଦି ମୋ ବାପାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ନ କରେ ତାହେଲେ ଏ ସମାଜ ଆମକୁ ଟାକିଟାପଡ଼ା କରିବନି। ତାମାନେ ତମେ କହୁଛ? ହଁ, ମୁଁ ବାପାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରିବି, କାରଣ ମୁଁ ହେଉଛି ଏ ଘରର ବଡ଼ ପୁଅ। ଓହୋ, ବନ୍ଦ କର ତମର ଏଇ ବଡ଼ ପୁଅ କଥା। ଶୁଣି ମୁଁ ବିରକ୍ତ ହେଇଗଲିଣି। ଆଚ୍ଛା କହିଲ, ବାପା ଯେତେବେଳେ ମୋତେ ତାଙ୍କ ଏ ଘରକୁ ବୋହୂ କରିକି ଆଣିଥିଲେ, ସେତେବେଳେ ପବନ ଆଉ ସରିତା ଛୋଟ ହେଇଥିଲେ। ତମ ମା ମରି ଯାଇଥିଲେ। ମୁଁ ସ୍ନେହ ମମତା ଦେଇ ମୁଁ କ'ଣ ସେମାନଙ୍କୁ ବଡ଼ କରିନି? ହେଲେ ପାଇଛି କ'ଣ? ଖାଲି ବଡ଼ ପୁଅର ଉପାଧି। ଯିଏ ଯାହା ପାଇବା କଥା ସେ ଠିକ୍ ପାଇଛନ୍ତି। ଶୁଣ, ବାପା ତମ ନାଁରେ ଜମି 2 ଏକର କରିବେ କହି ଆର ପାରିକି ଚାଲିଗଲେ। ହେଲେ ଜମି 2 ଏକର ତମ ନାଁରେ ହେଇପାରିଲାନି। ତେଣୁ ଯିଏ ପାଇଛି ସେ ହିଁ ଅନ୍ତ୍ୟେଷ୍ଟିକ୍ରିୟା କରୁ। ସୁଷମା, ଆରେ ତମେ କ'ଣ କହିବାକୁ ଚାହୁଁଛ? ହଁ, ମୋର ଆଜି ବି ମନେ ଅଛି। ତମ ହାତ ଧରି ଯେତେବେଳେ ମୁଁ ଏ ଘରକୁ ଆସିଥିଲି, ସେତେବେଳେ କ'ଣ ବାପା ସଂଖ୍ୟାଧିପଟ ମୋ ପାଇଁ କରିପାରିଲେନି? ହେଲେ ଦେଲେ କ'ଣ? ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି। କହିଲେ କ'ଣ ନା ମା ବ୍ୟସ୍ତ ହବନି, ଝିଅ ବାହାଘରଟା ସରିଯାଉ, GPF ଟଙ୍କା ଉଠେଇ ହାତକୁ 2 ପଟ ସଂଖ୍ୟା କରିଦେବି। ଏ ମାସରେ କରିଦେବି, ଆର ମାସରେ କରିଦେବି, ଏମିତି ଆଜି ଯାଏଁ। ତେବେ କାହିଁକି ଆଜି ସମାଜ ଆଖିକି ବଡ଼ ପୁଅର ପତ୍ରିକଟା ଦେଖାଯାଉଛି? ଶୁଣେ, ଓ ସୁଷମା, ସେସବୁ କଥା କହିବାର ଏଇଟା ଉପଯୁକ୍ତ ସମୟ ନୁହେଁ। ଏଇଟା ହିଁ ଉପଯୁକ୍ତ ସମୟ। ତମେ ବୁଝୁନ, ନେଡ଼ିଗୁଡ଼ କହୁଣିକି ବୋହିଗଲେ ଆଖି ପହରେଇ ଦେଖିବା ଛଡ଼ା ଆଉ କିଛି ଉପାୟ ନଥିବ। ତା ଛଡ଼ା ବାପାଙ୍କ ସମ୍ପତ୍ତିରେ ପିଲାମାନଙ୍କର ସମାନ ଭାଗ ଥାଏ। ଆଜି ଯଦି ତମେ ଅନ୍ତ୍ୟେଷ୍ଟିକ୍ରିୟା ସାରିଦେବ, କାଲିକି ପାଇବ କ'ଣ? ସେତେବେଳେ ତମ ସାନ ଭାଇ ଗଗନ ତାଙ୍କ ଭାଗ ଛାଡ଼ିବେ ତ? ସେଇଥିପାଇଁ କହୁଛି, ବେଳ ଥାଉ କିଛି ଗୋଟେ ଫଇସଲା କରିବି। କହିଦିଅ, ଜମି 2 ଏକର ତମ ନାଁରେ କରିବା ପାଇଁ ଗଗନ ରାଜି ହେଇଯାଆନ୍ତୁ। ଆଉ ତାପରେ ତମେ ତମ ବଡ଼ ପୁଅର କର୍ତ୍ତବ୍ୟ କର। ମୋର ସେଥିରେ କିଛି ଆପତ୍ତି ନାହିଁ। ଏଇଠି
ଦେଖି ଚାହିଁ କଥା ହବ। ଆରେ ଆପଣ ଏଇଟା କ'ଣ ସୁନ୍ଦର ହେଉଛି? ଯା ଗାଁ ଜାଗା ଦେଖି ଆସିବୁ ଲୋକମାନେ କ'ଣ କହୁଛନ୍ତି। କହିଲେ ବିଶ୍ୱନାଥ ମହାନ୍ତି ଗାଁର ସଭା ସମିତିକି ନଗଲେ ନିଶାବ ତୁଟେନି। ଆଉ ତାର ମୃତ୍ୟୁ ପରେ ଛି 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 ଆରେ ଏଇଟା ବେଶୀ ସେ ଗଗନଟା ମଧ୍ୟ ପର୍ଯ୍ୟନ୍ତ ଆସିଲେନି। ଜଣା ନାହିଁ ଖବର ପାଇଛି କି ନାହିଁ। ଦାଦା ବାପାଙ୍କର ବନ୍ଧୁ ହିସାବରେ ଆପଣ ତ ଆମ ଘର ପରିସ୍ଥିତି ବିଷୟରେ ସବୁ ଜାଣିଛନ୍ତି। ଆପଣଙ୍କୁ ଆମ ଘର ପରିସ୍ଥିତି ବିଷୟରେ କ'ଣ ବା ଆଛପ ଅଛି ଯେ? ଆରେ ତା ବୋଲି ବୋପାଟା ମରିକି ପଡ଼ିଛି। এই ସମୟରେ ତୁ ପରିସ୍ଥିତିର ଦ୍ୱାହି ଦେଇ ପାଦ ଛେଦ କରି ଆରେ କେବେ ଚିନ୍ତା କରୁଛୁ ତମ ଅତୀତ ବିଷୟରେ? ତମେମାନେ ସବୁ ଛୋଟ ଛୋଟ ହେଇଥାଅ। ଭାଇ ଭଉଣୀ 3 ଜଣ ଯାକ ଏକା ସମୟରେ ଜ୍ୱରରେ ପଡ଼ିଲ। ବିଶୁନି ତୋ ବାପା ବିଶୁନି 4 ମାସର ଦରମା ପାଇନଥାଏ। ସେ ମରୁଡ଼ି ମଧ୍ୟ ପଡ଼ିଥାଏ। ବର୍ଷା ବିହୁନେ ଗାଁର ସବୁ ଜମିବାଡ଼ି ଫାଟି କରି ଆଁ କରିଥାଏ। ବିଶୁନି ତମକୁ କେମିତି ଯେ ମଣିଷ କରିଥିଲା ବଞ୍ଚେଇ ରଖିଥିଲା ସେ କଥା ମୁଁ ଜାଣେ। ଆରେ ହଁ ହବନି ତୁ ଟିକେ ଜାଣିବାର ହେଇଯାଇଥିଲୁ। ବୋଧହୁଏ ତୋର ଟିକେ ମନେ ଥିବ ଏଇ ବିଶୁନି ତା ଭୋକିଲା ପେଟରେ ଓଦା କନା ପକେଇ ଆଖିର ଲୁହକୁ ଓଠରେ ଚାପି ରଖି ବାର ଦୁଆର ଶୁଣ୍ଢି ପିଣ୍ଡାଇ ତମମାନଙ୍କ ପାଟିରେ ଟିକେ ଔଷଧ ଆଉ ପେଟରେ ଟିକେ ଆହାର ଦେଇଥିଲା। ଏଇଥିରୁ ତୁ ଚିନ୍ତା କରବନି। ସେ କ'ଣ ତା କର୍ତ୍ତବ୍ୟରେ ଅବହେଳା କରିଥିଲା? ହେଲେ ତୁ କାହିଁକି ଆଜି ତୋ କର୍ତ୍ତବ୍ୟରେ ବିମୁଖ ହେଉଛୁ? এই ସାମାଜିକ ନୀତି ନିୟମ ପରମ୍ପରା ମଝିରେ ଗୋଟେ ଫାଟ ସୃଷ୍ଟି କରୁଛୁ କ'ଣ ପାଇଁ? ଆପଣ ଯାହା କହୁଛନ୍ତି ଆମେ କ'ଣ ବୁଝିପାରୁନୁ? ହେଲେ এই ପରିସ୍ଥିତିରେ ଟଙ୍କା ପଇସା ଆସିବ କୋଉଠୁ? ତା ଛଡ଼ା ଆପଣ ତ ଜାଣିଛନ୍ତି ୟାଙ୍କର ରୋଜଗାର କେତେ। ଟଙ୍କା ପଇସା ତମେ ଯାହା ଭାବୁଛ କାହିଁ ସେଦିନ ତ ବିଶୁନି ସେଇ କଥା ଭାବିନଥିଲା। ବିଶୁନି ଭାବିନଥିଲା ଟଙ୍କା ପଇସାର କଥା। ବିଶୁନି ଭାବିନଥିଲା ପରିସ୍ଥିତିର କଥା। ବିଶୁନି କେବଳ ଗୋଟିଏ କଥା ଚିନ୍ତା କରିଥିଲା ତା ପିଲାଙ୍କ ମୁହଁରେ କେମିତି ଟିକେ ଔଷଧ ଦେବ। ବିଶୁନି ଆହୁରି ମଧ୍ୟ ଚିନ୍ତା କରିଥିଲା ତା ପିଲାଙ୍କ ଭୋକିଲା ପେଟରେ କେମିତି ଟିକେ ଆହାର ଦେବ। ହେଲେ ତା ପାଇଁ ତମ ପାଖରେ ଆଜି ପଇସା ଯେ ନାହିଁ ଏକଥା ତମେ କେମିତି କହିପାରୁଛ? କହୁ ପଇସା ନାହିଁ କହିଦେଇ ଏଇ ବୁଢ଼ା ବାପାଟାର ଶବଟାକୁ ଏଇଭଳି ପକେଇ ରଖିବା କ'ଣ ଉଚିତ? ଉଚିତ ଅନୁଚିତର ବ୍ୟାଖ୍ୟା କଲେ ଆମକୁ କ'ଣ ମିଳିବ? ଉଚିତ ଅନୁଚିତର ବ୍ୟାଖ୍ୟା କରି ସେଦିନ ବିଶୁନିକି କ'ଣ ମିଳିଥିଲା? ଏଇଆ ତାର ମରିଯିବା ପରେ ତାର ମୃତ ଶରୀରଟା ମଶାଣିକି ଯିବା ପରିବର୍ତ୍ତେ ଏମିତି ବାସିମଡ଼ା ହେବା ଆଉ ଗାଁଟା ସାରା ଲୋକଙ୍କୁ ଭୋକ ଉପାସ ରଖି ଛିଛାକର ଶୁଣେଇବା। ଆରେ ଏଇଥିପାଇଁ ବିଶୁନି ତମମାନଙ୍କୁ ଏତେ ସ୍ନେହ ଶ୍ରଦ୍ଧା ମମତା ଦେଇ ପଢ଼େଇ ପଢ଼େଇ ମଣିଷ କରିଥିଲା। ହେଲେ ଦାଦା ଆମେ କ'ଣ କରିବା? ତା ବୋଲି ଶ୍ୱଶୁରଟା ଏମିତି ମରିକି ପଡ଼ିଥିବ ଗାଁଟା ସାରା ଲୋକ ଟୁପୁର ଟାପୁର ହଉଥିବେ। ଦାଦା ସୁଧକ୍ରିୟା ପାଇଁ ଟଙ୍କା ପଇସା ଆମେ କୋଉଠୁ ଆଣିବୁ? ସବୁ ତ ଟଙ୍କା ସେ ସାନ ହାତରେ। ତାଙ୍କର ଏପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ। ଆମେ ଟଙ୍କା ପଇସା ଆଣିବୁ କୋଉଠୁ? ତୋର କହିଥିଲେ ଏଇ ମତ ଏକା ମତ। ତା ଛଡ଼ା ମୋର ଉପାୟ କ'ଣ ଅଛି? ସେ ଗଗନଟା ଆସୁ ଯାହା ହବ। ଉପାୟ ନାହିଁ କହିଦେଇ ତୁ ଆଜି ସିନା ତୋ କର୍ତ୍ତବ୍ୟ ପଥରୁ ଦୂରେଇ ଯିବୁ। ତୋ ସମସ୍ୟାର ସିନା ସମାଧାନ ହେଇଯିବ। ହେଲେ ମନେ ରଖ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ତୁ କେବଳ ମେଞ୍ଚାଏ ଅଡ଼ୁଆ ସୂତାକୁ ସାଙ୍ଗି ଚାଲିଛୁ। ମେଞ୍ଚାଏ ଅଡ଼ୁଆ ସୂତାକୁ ସାଙ୍ଗି ଚାଲିଛୁ। ଗଗନଟା ଆସିଲାନି କ'ଣ ବୋଧେ?
ଝିଅଟା ସେ ନାତି ଟୋକାଟା କାହାନ୍ତି? କଥା କ'ଣ କି ଦାଦା, ଏଇଟା ପୁଅର ଫାଇନାଲ ଏକ୍ଜାମ୍। ଯଦି ଏଭଳି ସେଠିକି ଆସେ ତାର ଏକ୍ଜାମ୍ ପ୍ରଭାବ ପଡ଼ିବ। ତା ଛଡ଼ା ପିଲାଟା ଯେତେବେଳେ ଆସିନି ମା ବା କେମିତି ଆସିବେ? ହଁ, ବାଳୁତ ପିଲାଟା ଶେଷ ସମୟରେ ଜେଜେବାପାକୁ ଟିକେ ଦେଖା କରିଥାନ୍ତା। ଆରେ ସେ ପିଲା କାଲି ତୋ ଉପରେ ଏଇଭଳି ବ୍ୟବହାର ନ କରିବ ସେ କଥାରେ କ'ଣ ମାନେ ଅଛି? ଦାଦା ଆପଣ ଏମିତି କ'ଣ କହୁଛନ୍ତି? ଆରେ ଆତ୍ମୀୟମାନଙ୍କର ଶେଷ ସମୟରେ ଆତ୍ମୀୟମାନେ ହିଁ ଆସିଥାନ୍ତି ରେ ଗଗନ। ତେଣୁକରି ସଂସ୍କୃତରେ ଗୋଟେ ଶ୍ଲୋକ ଅଛି, ଉତ୍ସବେ ବେସନେଶ୍ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ ରାଜତ୍ୱରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧ। ତୁ ତ ତୋ ବାପାର ଆତ୍ମୀୟ ହେଇପାରିଲୁନି, ଶେଷରେ ତୋ ପିଲାଟାକୁ ବି। ଦାଦା ହଉ, ଏବେ ତ ତୁ ଆସିଲୁଣି, ତତେ ଅନେକ ଅନେକ ସକାଳ ପହରୁ ଆସି ସନ୍ଧ୍ୟା ହେଲାଣି। ଏବେ ଶବଟା ଉଠେଇବାର ବ୍ୟବସ୍ଥା କର। ମୁଁ କ'ଣ କରିବି ଯେ? ବଡ଼ ଭାଇ ପୁରା ଅଛନ୍ତି, ସେ କଥା ତାଙ୍କୁ କହୁନ। ଆରେ ହଁ ଯେ, ଏସବୁ ମଲା ମୂର୍ତ୍ତିକିଆ କର୍ମ ଭଲ ମନ୍ଦରେ ଟଙ୍କା ପଇସାର ଆବଶ୍ୟକତା ପଡ଼ିଥାଏ। ତୁ ତ ଜାଣିଛୁ ତୋ ଭାଇର ଆୟ ଅମଳ କେତେ, ସେ କୁଆଡ଼ୁ ଆଣିବ ପଇସା? କାହିଁକି ବାପାଙ୍କର କ'ଣ ଜମିବାଡ଼ି ନାହିଁ କି? ଜମିବାଡ଼ି ସବୁ ବଡ଼ ଭାଇ ଚାଷ କରୁଛନ୍ତି, ତାର ତ ଆୟ ଅମଳ ଦିନକ ପାଇଁ ଖୁସିରେ। ତା ଛଡ଼ା ସେ ଜମିବାଡ଼ି ଆୟରୁ କ'ଣ ବାପାଙ୍କର ଏଇ ସାମାନ୍ୟ ସୁଧିକ୍ରିୟାଟା ହେଇପାରିଲାଣି ଯେ ମୋତେ ଅପେକ୍ଷା କରିବାକୁ ପଡ଼ିଲା? ତା ଛଡ଼ା ଦାଦା 4 ମାସରେ ମୁଁ ଦରମା ପାଏ, ବାହାର ଜାଗା ପାଣିଠାରୁ ଆରମ୍ଭ କରି ସବୁ କିଛି କିଣା। ସେଠି ମୁଁ କେମିତି ଚଳେ ସେ କଥା ମୁଁ ଜାଣେ। ସତ କହିବାକୁ ଦାଦା, ମୋ ପାଖରେ ପଇସା ପତ୍ର ବି କିଛି ନାହିଁ। ତେଣୁ ଏଭଳି ପରିସ୍ଥିତିରେ ମୁଁ କିଛି ସାହାଯ୍ୟ କରିପାରିବି। ସେମିତି କଥା କ'ଣ କହୁଛ? ବଡ଼ ଭାଇ ବାପାଙ୍କର ସବୁ ଜମିବାଡ଼ି ଚାଷ କରୁଛନ୍ତି, ବର୍ଷ ଯାକର ଆୟ ଅମଳ ସବୁ ଖାଉଛନ୍ତି। ସେ ଆୟ ଅମଳ ବେଳକୁ ମୋର କିଛି ଭାଗ ନାହିଁ। ବଡ଼ ଭାଇ ଯେମିତି ବାପାଙ୍କର ସବୁ ଜମିବାଡ଼ି ଚାଷ ଆୟ ଅମଳ ଖାଇଲେ, ସେମିତି ବାପାଙ୍କର ଚାକିରି ଦରମା ମୁଁ ଖାଇଲି। ତା ଛଡ଼ା ଭାଉଜ ବାହାର ଜାଗା, ମୁଁ ମୋ ଷ୍ଟାଟସ୍କୁ ଦେଖିକି ମୁଁ କେମିତି ଚଳୁଛି ସେ କଥା ମୁଁ ଜାଣେ। ଠିକ୍ ଅଛି, ଯଦି ତମ ପାଖରେ ପଇସା ନାହିଁ କି ମୋ ପାଖରେ ପଇସା ନାହିଁ, ଗୋଟେ କାମ କର, ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ଥିଲା ସେ ଟଙ୍କା ଉଠେଇ ଆଣ, ସୁଧିକିରେ କାମ କରିଦେବା। ତମେ ଯୋଉ ଟଙ୍କା କଥା କହୁଛ, ବାପା ଏମିତି ବଡ଼ ଭାଇଙ୍କ ନାଁରେ କେତେ ଟଙ୍କା ରଖିଦେଇଛନ୍ତି କି? ଉଠେଇ ଆଣି ଖର୍ଚ୍ଚ କରିଦେବେ। ତା ଛଡ଼ା ଯାହା ତ ଟଙ୍କା ରଖିଲେ ନିଜ ନାଁରେ ରଖିଲେ। ଆମ ଉପରେ ଏତେ ଅବିଶ୍ୱାସ ଯେ ବ୍ୟାଙ୍କ ଆକାଉଣ୍ଟରେ ନୋମିନି ଭାବରେ ୟାଙ୍କୁ ନୁହେଁ, ଝିଅ ସରିତାକୁ ରଖିଲେ। ଏବେ ସରିତା ନ ଆସିଲେ ସେ ଟଙ୍କା ଉଠେଇବ କିଏ? ବେଶ, ଏବେ ଅପାକୁ ଡକାଯାଉ, ସେ ଆସିବ ଟଙ୍କା ଉଠିକି ଦେଇଦେବ। ସରିତା? ହଁ ଦାଦା, ବାପା ଚାଲିଯାଇଛନ୍ତି, ବାପାଙ୍କ ବ୍ୟାଙ୍କ ଆକାଉଣ୍ଟର ନୋମିନି ହେଉଛି ଅପା। ତେଣୁ ଅପା ଆସିବ ଟଙ୍କା ଉଠିକି ଦେଇଦେବ। ଟଙ୍କା କାହିଁକି ଦେବି? ତା ଛଡ଼ା ମୋ ପାଖରେ ଟଙ୍କା କାହିଁ? ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ନୋମିନି ଟଙ୍କା ତୁ ଦେବୁ ତ ଦେବ କି? ନୋମିନି ବୋଲି ଯାହା କହୁଛ, ତୁମେ ବାପାକୁ ପଚାରି ବୁଝୁଛ? ତମେ ଦିନେ ଭାଇମାନେ ଥାଉ କାହିଁ ଝିଅକୁ ନୋମିନି ରଖିଥିଲେ? କେବେ ପଚାରି ବୁଝୁଛ? ମୋ ବାହାଘର 10 ବର୍ଷ କାମ ହେଲାଣି, ସଜ ଟଙ୍କା ଦିଆ ହେଲାଣି ନା ନାଇଁ? ଆଜି ଯେମିତି ନୋମିନି ଡାକ୍ତର କାହିଁ ତମମାନଙ୍କର ଭଉଣୀ ଥିଲା ବୋଲି କ'ଣ ଆଗରୁ ଦେଖା ଯାଉନଥିଲା? ପର୍ବପର୍ବାଣୀରେ କାହିଁ ଦିନେ ହେଲେ ମୁଁ ତମର ବାଣ୍ଟା ଦେବେ? ମୋତେ ଏଥିରେ ସାମିଲ କରୁଛ? ଆରେ କଥାରେ ଅଛି, ପୁଅ ଜନ୍ମ ହେଲେ ମାର ଆଉ ଝିଅ ଜନ୍ମ ହେଲେ ବାପର। କାହିଁକି ନା ଝିଅମାନେ କୁଆଡ଼େ ବାପାମାନଙ୍କ ପାଇଁ ବାଧକର। ହେଲେ ହେଲେ ମୁଁ ତ ତୋଠାରେ ସେଭଳି କୌଣସି ଲକ୍ଷଣ ଦେଖୁନାହିଁ। ଆରେ କିଛି ପାଇନୁ ବୋଲି ବାପର ଏଇ ଶେଷ ସମୟରେ ତୁ କିଛି ସାହାଯ୍ୟ କରିବୁନି? କିଛି ପାଇବା ଆଶାରେ ଶେଷରେ ବାପାର
এইଭଳି କର୍ମରେ କ'ଣ ଯାହା କରୁଛୁ ସେଇଟା କରିବା ମଣିଷ ପଣିଆ? ମଣିଷ ପଣିଆର ଦୋହାଇ ଦେଇ ସଂସାର ଚଳି ହୁଏ ନା ଦାଦା? କେମିତି ସଂସାର କରିବା ଜାଣିବ କ'ଣ? ଆରେ ମା, ମୁଁ ତ ସଂସାର କରିନି, ଜାଣିବି ବା କେମିତି? ମୋର ବନ୍ଧୁ ବିଶୁନି ସଂସାର କରିଥିଲା, ସବୁ କିଛି ପାଇଥିଲା। ମୁଁ ସଂସାର କରିବି ବୋଲି କରିପାରିଲିନି। ମୋ ମନରେ ବହୁତ ଦୁଃଖ ଥିଲା। ହେଲେ ଆଜି ମୁଁ ଯାହା ଦେଖୁଛି ମୁଁ ସଂସାର ନ କରି ଠିକ କରିଛି। ହେଲେ ମୋର କହିବା କଥା ହେଲା, ଏହି ସମୟରେ କ'ଣ ବିଷ୍ଣୁର ଶବ ସଂସ୍କାର ହେବନି? କିଏ ମନା କଲା? ସେଇଟା ପୁଅମାନଙ୍କର କାମ, ପୁଅମାନେ କରିବେ, ସେଥିରେ ମୁଁ କ'ଣ କରିପାରିବି? ଆଉ ତା ଛଡ଼ା ଦାଦା, କେହି ନ ଜାଣିଲେ ବି ତୁମେ ତ ମୋ ଘରର ପରିସ୍ଥିତି କଥା ଜାଣିଛ। ବାପାଙ୍କ ପ୍ରତିଶ୍ରୁତିର ମିଛ ଲୁଚକାଳିରେ ମୁଁ ଆଜି ଅଣନିଶ୍ୱାସୀ। ସ୍ୱାମୀ ଶାଶୁଙ୍କର ଗଞ୍ଜଣା ଶୁଣି ଶୁଣି ମୁଁ ଯେ କେମିତି ଚାଲୁଛି ତାର ମୁଖ ସାକ୍ଷୀ ହେଉଛନ୍ତି ଈଶ୍ୱର। ସ୍ୱାମୀ ଶାଶୁଙ୍କର ନିର୍ଲଜ୍ଜ ଗଞ୍ଜଣାକୁ ତିଳେ ହିଁ ଖାତିର ନ କରି ଆଖିର ଲୁହକୁ ଓଠାଇ ଚାପି ନିଜ ଦୁଃଖକୁ ନିଜ ଭିତରେ ସୀମିତ ରଖିଲେ। କାହିଁକି ଜାଣିଛ ଦାଦା? କେବଳ ବାପାଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଦେଇ ଆଶା ଓ ବିଶ୍ୱାସ ବାପା ନିଶ୍ଚୟ ତାଙ୍କ ଝିଅର ଦୁଃଖ ବୁଝିବେ। ହେଲେ ହେଲେ ଏବେ ଯେତେବେଳେ ସେ ନାହାନ୍ତି, ତୁମେ କୁହ ଦାଦା, ତାଙ୍କ ପ୍ରତିଶ୍ରୁତିର କିଏ ହେବ ପ୍ରତିରକ୍ଷକ? ଉତ୍ତର ଦିଅ ଦାଦା, ଉତ୍ତର ଦିଅ। ଏ ପରିସ୍ଥିତିରେ ମୁଁ ଟଙ୍କା ଉଠାଇ ଦେବାଟା କେତେ ଦୂର ସମ୍ଭବ? କାରଣ ଝିଅ ବାହା ହେଲା ପରେ ପର ହେଇଯାଏ, ଏକଥା କ'ଣ ତୁମକୁ ଜଣା? ସେଥିପାଇଁ କହୁଥିଲି ଦାଦା, ମୋତେ ଏଥିରେ ସାମିଲ ନ କଲେ ମୋର ଭଲ ହେବ, କାରଣ ମୁଁ ନାଚର। ଗଗନ, ଆରେ ତୁ କ'ଣ କହୁଛୁ? ମୁଁ ଆଉ କ'ଣ କହିବି ଦାଦା? ବାପା ଚାଲିଯାଇଛି। ବାପା ଚାଲିଗଲା ପରେ ବଡ଼ ଭାଇ ହେଉଛନ୍ତି ଘରର ଲୋକ। ବାପାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରିବା ବଡ଼ ଭାଇଙ୍କର କର୍ତ୍ତବ୍ୟ। ତେଣୁ ଏଭଳି ପରିସ୍ଥିତିରେ ମୁଁ କିଛି କରିବି। ମୁଁ ନିରୁପାୟ ଦାଦା, ମୁଁ ନିରୁପାୟ। ଶୁଣିଲ ତ, ଗଗନ କ'ଣ କହିଗଲେ? ବଡ଼ ପୁଅ ପଣିଆର ଦହି ଦେଇ ହିନ୍ଦୁ ନିୟମର ଉପଦେଶ ଦେଉଥିଲା ପରା। କ'ଣ ହେଲା? ଏବେ ସମ୍ଭାଳ। କହିଲେ କ'ଣ? ବଡ଼ ପୁଅ। ଗଗନ ଚାଲିଗଲା। ହବନି, ତୁ ଏବେ କ'ଣ ଭାବୁଛୁ? ମୁଁ ଆଉ କ'ଣ କରିବି ଦାଦା? ମୁଁ ନିରୁପାୟ। ଗଗନଟା କ'ଣ କହିଦେଲା ଶୁଣିପାରିଲ? କହିଲା କ'ଣ ନା, ମୁଁ ବଡ଼ ପୁଅ, ସବୁ ଦାୟିତ୍ୱ ହେଉଛି ମୋର। ଚାକିରିରୁ ଅବସର ନେଇଗଲ, ସିଏ ପୁଣି ମୋ ଅଗୋଚରରେ ନୋ ଅବଜେକ୍ସନ ସାର୍ଟିଫିକେଟରେ ଦସ୍ତଖତ କରେଇ ନେଲ। ସେଥିରେ ବି ପ୍ରତିବାଦ କଲିନି। କହିଲ କ'ଣ ନା, ଗଗନଟା ବାଳୁଙ୍ଗାଟା, ସିଏ ମୋ ଚାକିରିରେ ରହିଗଲେ ଆମ ଘର ସୁଧୁରି ଯିବ, ସେ ପିଲା ବି ସୁଧୁରି ଯିବ। ତା ଦରମା ଟଙ୍କାରେ ଆମ ସମସ୍ତଙ୍କର ସମାନ ଅଧିକାର ରହିବ। ବାଃ 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 ବାଃ, କି ମିଛ ପ୍ରଚେଷ୍ଟା! କୁଆଡ଼େ ଗଲା ତମର ସେ ପ୍ରତିଶ୍ରୁତି? କୁଆଡ଼େ ଗଲା ତମର ସେ ଆତ୍ମପ୍ରତ୍ୟୟ ଘର ସଳାପ? ଶୁଣିଥିଲି ବାପା ମା ମାନେ ପିଲାମାନଙ୍କ ପ୍ରତି ସମଭାବପନ୍ନ ହେବା ଦରକାର। ହେଲେ
ମୋ ପାଇଁ ତମେ କ'ଣ କର ବାପା? ଏ ସମାଜରେ ମୋତେ ଗୋଟେ ନିଷ୍କ୍ରିୟ ଚରିତ୍ର ସଜେଇ ଦେଲ। ତମ ସମସ୍ତଙ୍କର କଥାକୁ ଆଜ୍ଞା ଭାବରେ ମୁଁ ପାଳନ କରିଥିଲି। ଆଉ ସମାଜରେ ମୁଁ ଘୃଣିତ ହେଇଗଲି। ସେଥିପାଇଁ ଦାୟୀ ହଉଛ ତମେ ବାପା। ଓହୋ, କ'ଣ ଏମିତି ପାଗଳ କରିବାକୁ ଯାଇଛୁ? ହଁ ଦାଦା, ମୁଁ ପାଗଳ ହେଇଯାଇଛି। ଆଉ ମୋ ପାଗଳ ପାଇଁ ଦାୟୀ ହଉଛନ୍ତି ମୋ ବାପା। ଭାଇ ଭାଇ ଭିତରେ ସମ୍ପର୍କରେ ପାତର ଅନ୍ତର ଭେଦଭାବ ସୃଷ୍ଟି କରିବାରେ ଦାୟୀ ହଉଛନ୍ତି ମୋ ବାପା। ଏ ସମାଜରେ ଆଜି ମୋତେ ଘୃଣିତ ଅପମାନିତ କରିବାରେ ଦାୟୀ ହଉଛନ୍ତି ମୋ ବାପା। ବନ୍ଦ କର। ବାପା ବାପା ବାପା, ଯୋଉ ବାପାର ଶବ ପାଖରେ ଠିଆ ହେଇ ତୁ ଆଜି ପାଗଳାମି କରୁଛୁ, ଜାଣିଛୁ ମୂର୍ଖ, ସେଇ ବାପ ଶବ୍ଦର ମହତ୍ଵ କେତେ? ଏଇ ଅନନ୍ତ ଆକାଶ ପରି ମହାନ। ସେ ହେଉଛି ସନ୍ତାନ ମାନଙ୍କ ପାଇଁ ଏକ ମଜବୁତ ପ୍ରତିଶ୍ରୁତି। ବାପା କେଡ଼େ ଓଜନିଆ ଶବ୍ଦଟେ, କେତେ ଆତ୍ମୀୟତା ଭରି ରହିଛି ସେଇ ଅକ୍ଷର ଦୁଇଟିରେ। ବାପା ସେ ହେଉଛି ସନ୍ତାନ ମାନଙ୍କ ପାଇଁ ପ୍ରଥମ ପରିଚୟ। ତେଣୁକରି ସଂସ୍କୃତରେ ଗୋଟେ ଶ୍ଲୋକ ଅଛି, ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତରି ପ୍ରୀତିମା ବର୍ଣ୍ଣେ ପ୍ରିୟନ୍ତେ ସର୍ବଦେବତା। ସଂସାର ରାସ୍ତାରେ, ଜୀବନ ରାସ୍ତାରେ ବାଟ ଚାଲୁ ଚାଲୁ, ଜୀବନ ରାସ୍ତାରେ ବାଟ ଚାଲୁ ଚାଲୁ ଥକି ପଡ଼ିଲେ ତାକୁ ସାହସ ଦେଇଥାଏ ସେଇ ବାପା। ସେଇ ବାପ ଭଳି ଏକ ପୁଣ୍ୟ ଶବ୍ଦରେ ଏଭଳି ଘୃଣାର ଆବର୍ଜନା ପକାଇ ଦେଇ ଶେଷରେ ତୁ ତାକୁ ମ୍ୟୁନିସିପାଲିଟିର ଡଷ୍ଟବିନ୍ ଖୋଲାଇ ଦେବୁ। ନା ଦାଦା, ସେ ସବୁ କିଛି ମୁହୂର୍ତ୍ତର ଭାବ ପ୍ରବଣତା। ଆଉ ଭାବ ପ୍ରବଣତାକୁ ନେଇ ବାସ୍ତବ ଜୀବନରେ ବଞ୍ଚି ହୁଏନି ଦାଦା। ଆପଣ କିଛି ଗୋଟେ ବିକଳ୍ପ ବ୍ୟବସ୍ଥା କରନ୍ତୁ। ମୁଁ ନା